ଏହା ହେଉଛି ଏକ ଏୟାରବସ୍ A380 ଏୟାରକ୍ରାଫ୍ଟ ବା ଉଡ଼ାଜାହାଜ। ମୁଁ ଏହା ଟେକ୍ଅଫ୍ କରିବାକୁ ବା ଉଡ଼ିବାକୁ କେତେ ସମୟ ଲାଗେ ତାହା ଜାଣିବାକୁ ଜିଜ୍ଞାସୁ ଥିଲି। ତେଣୁକରି ମୁଁ ଆର ସ୍ପେସିଫିକେସନ୍ ଦେଖିଲି। ତ ଆର ସ୍ପେସିଫିକେସନ୍ରେ ମୋତେ ମିଳିଲା ଯେ ଏହାର ଟେକ୍ଅଫ୍ ପରିବେଗ ହେଉଛି 280 କିଲୋମିଟର ପର ଆୱାର। ମାନେ ଏହା ଧୀରେ ଧୀରେ ଗଡ଼ି ଯେତେବେଳେ ଏହା ଧୀରେ ଧୀରେ ଭୂମି ଉପରେ ଗଡ଼ି ବା ରନୱେରେ ଗଡ଼ି ଯେତେବେଳେ ଏହାର ପରିବେଗ 280 କିଲୋମିଟର ପର ଆୱାର ହୋଇଯାଏ ସେତେବେଳେ ହିଁ ଏହା ଉଡ଼ିବାକୁ ସକ୍ଷମ। ଯେହେତୁ ପରିବେଗ ଏକ ସଦିଶ ରାଶି ତେଣୁକରି ତା'ର ପରିମାଣ ଏବଂ ଦିଗ ଉଭୟ ଥାଏ। ତ ଏଠାରେ ପରିମାଣ ହେଉଛି 280 କିଲୋମିଟର ପର ଆୱାର ଏବଂ ଦିଗ ହେଉଛି ରନୱେର ଦିଗରେ, ମାନେ ଏଇ ଡାଇରେକ୍ସନରେ। ଏଠାରେ ଏୟାରକ୍ରାଫ୍ଟଟି ବା ଉଡ଼ାଜାହାଜଟି ଯେତେବେଳେ ପ୍ରଥମେ ଗଡ଼ିବା ଆରମ୍ଭ କରିବ ଏବଂ ଯେତେବେଳେ ଉଡ଼ିବ ତା ମଧ୍ୟରେ ତା'ର ତ୍ୱରଣ କନଷ୍ଟାଣ୍ଟ ନଥାଏ ବା ଏହି ଗତିଟି ସମତ୍ୱରିତ ନଥାଏ। କିନ୍ତୁ ପ୍ରଶ୍ନଟିକୁ ସହଜ କରିବା ପାଇଁ ବା ଟେକ୍ଅଫ୍ ସମୟ ବାହାର କରିବାକୁ ସହଜ କରିବା ପାଇଁ ମୁଁ ଏଠାରେ ଆଜ୍ୟୁମ୍ କରିନେବି ବା ଧରିନେବି ଯେ ଏଠାରେ ତ୍ୱରଣ କନଷ୍ଟାଣ୍ଟ ଅଛି ବା ଉଡ଼ାଜାହାଜଟି ସମତ୍ୱରିତ ଗତିରେ ଗତି କରୁଛି। କେତେବେଳେ ଟେକ୍ଅଫ୍ ପୂର୍ବରୁ, ମାନେ ଯେତେବେଳେ ଏୟାରକ୍ରାଫ୍ଟଟି ବା ଉଡ଼ାଜାହାଜଟି ଗଡ଼ିବା ଆରମ୍ଭ କଲା ଏବଂ ଉଡ଼ିବ, ସେହି ସମୟ ମଧ୍ୟରେ ସେ ସମତ୍ୱରିତ ଗତିରେ ଗତି କରୁଛି। ଏବଂ ମୁଁ ସେ ତ୍ୱରଣକୁ କେତେ ନେଲି 1 ମିଟର ପର ସେକେଣ୍ଡ, ମାନେ ପ୍ରତି ସେକେଣ୍ଡରେ ଉଡ଼ାଜାହାଜର ପରିବେଗରେ 1 ମିଟର ପର ସେକେଣ୍ଡର ବୃଦ୍ଧି ଘଟୁଛି, ଯାହାକୁ କି ମୁଁ ଲେଖିପାରିବି 1 ମିଟର ପର ସେକେଣ୍ଡ ସ୍କୋୟାର। ତେବେ ବର୍ତ୍ତମାନ ଆମେ ଭାବିବା ଯେ ଉଡ଼ାଜାହାଜଟିକୁ ଟେକ୍ଅଫ୍ କରିବା ପାଇଁ ବା ଉଡ଼ିବା ପାଇଁ କେତେ ସମୟ ଲାଗିବ। ତେବେ ସେ ବିଷୟରେ ଭାବିବା ଆଗରୁ ଦତ୍ତ ଜିନିଷ ଉପରେ ନଜର ପକାଇଲେ ଆମେ ଦେଖିଲେ ଯେ ତ୍ୱରଣ ଅଛି 1 ମିଟର ପର ସେକେଣ୍ଡ ସ୍କୋୟାରରେ, କିନ୍ତୁ ପରିବେଗ ଅଛି 280 କିଲୋମିଟର ପର ଆୱାରରେ। ଏଠାରେ ଏକକ ହେଉଛି ମିଟର ପର ସେକେଣ୍ଡ ସ୍କୋୟାର, ଏଠାରେ ଏକକ ହେଉଛି କିଲୋମିଟର ପର ଆୱାର। ତେଣୁକରି ମୋତେ ଏହି କିଲୋମିଟର ପର ଆୱାରକୁ ମିଟର ପର ସେକେଣ୍ଡକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଚାଲନ୍ତୁ କି ଏହି 280 ଟେକ୍ଅଫ୍ ପରିବେଗ 280 କିଲୋମିଟର ପର ଆୱାରକୁ ମିଟର ପର ସେକେଣ୍ଡକୁ ପରିବର୍ତ୍ତନ କରିବା। ତେବେ ଟେକ୍ଅଫ୍ ପରିବେଗ ଦିଆହେଇଛି 280 କିଲୋମିଟର ପର ଆୱାର। ଆମେମାନେ ଜାଣିଛନ୍ତି 1 କିଲୋମିଟର ହେଉଛି 1000 ମିଟର। ତେଣୁକରି କିଲୋମିଟରକୁ ମିଟର କରିବାକୁ ଗଲେ ଆମକୁ 1000 ବା 1000 ଗୁଣିବାକୁ ପଡ଼ିବ। ସେହିପରି 1 ଆୱାର ହେଉଛି 3600 ସେକେଣ୍ଡ। ତେବେ କେମିତି ହେଲା? ଆମେ ଜାଣିଛନ୍ତି 1 ଆୱାର ହେଉଛି 60 ମିନିଟ୍ ଏବଂ ଗୋଟିଏ ମିନିଟ୍ରେ 60 ସେକେଣ୍ଡ ରହିଛି। ତେଣୁକରି 1 ଆୱାର ହେଉଛି 60 × 60 3600 ସେକେଣ୍ଡ। ତ 280 କିଲୋମିଟର ପର ଆୱାରକୁ ମିଟର ପର ସେକେଣ୍ଡରେ ପରିବର୍ତ୍ତନ କରିବାକୁ ହେଲେ ମୋତେ ଉପରେ 1000 ମଲ୍ଟିପ୍ଲାଏ କରିବାକୁ ପଡ଼ିବ ଏବଂ ତଳେ 3600 ମଲ୍ଟିପ୍ଲାଏ କରିବାକୁ ପଡ଼ିବ। ଯଦି ମୁଁ ମଲ୍ଟିପ୍ଲାଏ କରୁଛି ତାହେଲେ ହେଇଯିବ 280 × 1000/3600 ମିଟର ପର ସେକେଣ୍ଡ, ଯାହାକି ଆମର ଆସିବ 77.77 ମିଟର ପର ସେକେଣ୍ଡ। ତାକୁ ଯଦି ମୁଁ ରାଉଣ୍ଡ ଅଫ୍ ବା ଆପ୍ରୋକ୍ସିମେସନ୍ ନେଇଯାଉଛି ତାହେଲେ ତାହା ଆସିଯିବ ମୋର 78 ମିଟର ପର ସେକେଣ୍ଡ। ତ ବର୍ତ୍ତମାନ ମୁଁ ଟେକ୍ଅଫ୍ ପରିବେଗକୁ ମିଟର ପର ସେକେଣ୍ଡରେ ପରିବର୍ତ୍ତନ କରିସାରିଛି, ଯାହାକି ଆସିଲା 78 ମିଟର ପର ସେକେଣ୍ଡ। ତେବେ ଆମେ ବିନା ସୂତ୍ରରେ ମଧ୍ୟ ବର୍ତ୍ତମାନ ଟେକ୍ଅଫ୍ ସମୟ କାଲକୁଲେଟ୍ ବା ନିର୍ଦ୍ଧାରଣ କରିପାରିବା। ଦେଖନ୍ତୁ, ପ୍ରତି ସେକେଣ୍ଡରେ ପରିବେଗରେ ପରିବର୍ତ୍ତନ ହେଉଛି 1 ମିଟର ପର ସେକେଣ୍ଡ ଏବଂ ତାକୁ ପହଞ୍ଚିବାର ଅଛି କେତେ 78 ମିଟର ପର ସେକେଣ୍ଡରେ। ତେଣୁକରି ତାକୁ କେତେ ସେକେଣ୍ଡ ଲାଗିବ 78 ସେକେଣ୍ଡ। ତେଣୁକରି ଟେକ୍ଅଫ୍ ସମୟ 1 ମିନିଟ୍ରୁ ଟିକେ ଅଧିକା। ତେବେ ଚାଲନ୍ତୁ ସୂତ୍ର ହିସାବରେ ଏହାକୁ ନିର୍ଦ୍ଧାରଣ କରିବା ଏବଂ ଦେଖିବା ଆମେ ଯାହା ଭାବିଲେ ଏବଂ ଦେଖିବା ଆମେ ଯେଉଁ କାଲକୁଲେସନ୍ଟି ଏଠି କଲେ ତାହା ଠିକ୍ ଅଛି ନା ଭୁଲ ଅଛି। ଆମେ ଜାଣିଛନ୍ତି ତ୍ୱରଣ ହେଉଛି ଏକକ ସମୟରେ ପରିବେଗରେ ହେଉଥିବା ପରିବର୍ତ୍ତନ, ବା ଆମେ ତାକୁ ଲେଖିପାରିବା ପରିବେଗର ପରିବର୍ତ୍ତନ ବା ମୋଟ ସମୟ। ଏବଂ ଏଠାରେ ଧ୍ୟାନ ରଖିବାକୁ ପଡ଼ିବ ଯେ ତ୍ୱରଣ ମଧ୍ୟ ହେଉଛି ଏକ ସଦିଶ ରାଶି। ତେବେ ଯଦି ଏହା ସଦିଶ ରାଶି ତାହେଲେ ତା'ର ଦିଗ କେଉଁ ଆଡ଼େ? ପରିବେଗରେ ପରିବର୍ତ୍ତନ ଯେଉଁ ଦିଗରେ ହେଉଛି ତ୍ୱରଣର ଦିଗ ମଧ୍ୟ ସେହି ଦିଗ, ଏହି ରନୱେ ଦିଗରେ।
तेबे त्वरण ହେଉଛି परिवेगर परिवर्तन बा मोट समय आमକୁ କ'ଣ ଦରକାର ମୋଟ ସମୟ ତ ମୋଟ ସମୟ କେତେ ହୋଇଯିବ ମୋଟ ସମୟ ହୋଇଯିବ ପରିବେଗରେ ପରିବର୍ତ୍ତନ ବିଭକ୍ତକ ତ୍ୱରଣ ତେବେ ପରିବେଗରେ ପରିବର୍ତ୍ତନ କେତେ ହେଉଛି ପରିବେଗରେ ପରିବର୍ତ୍ତନ ଦେଖିବା ପାଇଁ ହେଲେ ପ୍ରଥମେ ଏୟାରକ୍ରାଫ୍ଟଟି କେଉଁ ସ୍ଥିତିରେ ଥିଲା ଭାବିବାକୁ ପଡ଼ିବ ପ୍ରଥମେ ଏୟାରକ୍ରାଫ୍ଟଟି ସ୍ଥିରାବସ୍ଥାରେ ଥିଲା ବା ତାର ପ୍ରାରମ୍ଭିକ ପରିବେଗ ଶୂନ ଥିଲା ବୋଲି ଆମେ ଧରି ନେଉଛନ୍ତି ଏବଂ ସେ ତା ଶୂନରୁ ଆରମ୍ଭ କରି କେତେରେ ପହଞ୍ଚିବ 78 ମିଟର ପର ସେକେଣ୍ଡରେ ଟେକ୍ ଅଫ୍ ସ୍ପିଡ୍ ଟେକ୍ ଅଫ୍ ପରିବେଗ ତେଣୁକରି ପରିବେଗର ପରିବର୍ତ୍ତନ ହେଉଛି 78 ମାଇନସ୍ 0 ଯାହାକି ହେଉଛି 78 ମିଟର ପର ସେକେଣ୍ଡ ଏବଂ ଆମେ ତ୍ୱରଣ ଜାଣିଛନ୍ତି ତ୍ୱରଣ କେତେ 1 ମିଟର ପର ସେକେଣ୍ଡ ସ୍କୋୟାର ତେଣୁକରି ଆମେ ଏଠାରେ ତ୍ୱରଣକୁ ପକାଇଦେବା ଯାହାକି ହେଉଛି 1 ମିଟର ପର ସେକେଣ୍ଡ ସ୍କୋୟାର ତ ଯାହାକି ହୋଇଯିବ 78 ମିଟର ପର ସେକେଣ୍ଡ ଇଣ୍ଟୁ ତଳେ ଆମର 1 ମିଟର ପର ସେକେଣ୍ଡ ସ୍କୋୟାର ଅଛି ତା ରେସିପ୍ରୋକାଲ ହୋଇଯିବ ଏବଂ ତାହା ହୋଇଯିବ ଇଣ୍ଟୁ ସେକେଣ୍ଡ ସ୍କୋୟାର ବାଇ ମିଟର ତ ବର୍ତ୍ତମାନ ମିଟର ମିଟର କ୍ୟାନସେଲ୍ ହୋଇଯିବେ ଏବଂ ଏ ସେକେଣ୍ଡରୁ ଏଠି ଗୋଟାଏ ସେକେଣ୍ଡ କ୍ୟାନସେଲ୍ ହୋଇଯିବ ତ ଆମକୁ ମିଳିଯିବ 78 ସେକେଣ୍ଡସ୍ ତେଣୁକରି ଏୟାରବସ୍ A380 ଉଡ଼ାଜାହାଜଟିକୁ ଉଡ଼ିବା ପାଇଁ କେତେ ସମୟ ଲାଗିବ 78 ସେକେଣ୍ଡସ୍ ବା ତା ଟେକ୍ ଅଫ୍ ସମୟ ହେଉଛି 78 ସେକେଣ୍ଡସ୍ ଯାହାକି ହେଉଛି 1 ମିନିଟ୍ ଠାରୁ ଟିକେ ଅଧିକ।